ଆପଣ ଭାବୁଛନ୍ତି ମୁଁ ଏତେ ଭକ୍ତି କରୁଛି, ତେବେ ମୋ ଜୀବନରେ ଏତେ ଦୁଃଖ ସମସ୍ୟା କାହିଁକି? ଶ୍ରୀ ଠାକୁର କହୁଛନ୍ତି, ମୁଁ ତୁମକୁ କେବେ ଦଣ୍ଡ ଦେଉନାହିଁ କି ଦେବି ନାହିଁ। ମୁଁ ତୁମକୁ ସେଥିରୁ ଉଦ୍ଧାର ପାଇବା ପାଇଁ ଶିଖାଏ ଆଚରଣରେ, ମୋର ବ୍ୟବହାରରେ। ଯେଉଁ ମଣିଷ ଏହି ଉପଦେଶ ବୁଝିଯାଏ, ସେ ଆଉ କେବେ ଅଭିଯୋଗ କରେନି କି ଦୋଷ ଲଦେନି, ବରଂ ସେ ନିଜକୁ ପରିବର୍ତ୍ତନ କରେ। ଆଜି ଜୟଗୁରୁ ପ୍ରାର୍ଥନା ବାଣୀରେ ଠାକୁରଙ୍କ ସେହି ଉପଦେଶ, ଯାହା ଆପଣଙ୍କ ଜୀବନକୁ ସତରେ ବଦଳାଇ ଦେଇପାରେ। ହଁ ବନ୍ଧୁଗଣ, ତେବେ ଆସନ୍ତୁ ତାଙ୍କ ଶ୍ରୀଚରଣରେ ପ୍ରଣାମ ନିବେଦନ କରି ଆଗକୁ ବଢ଼ିବା। ପରମ ପ୍ରେମମୟ ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର এই ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତିର ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟିକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ, ଆଉ ସବୁଦିନେ ଆମର ସହିତ ଏମିତି ଯୋଡ଼ି ହୋଇ ରୁହନ୍ତୁ। ବନ୍ଧୁଗଣ, ଭଗବାନଙ୍କର କାହାକୁ ଭୟ ଦେଖାଇ ଭକ୍ତ କରିବାରେ ଗରଜ ନଥାଏ। ସତ ପ୍ରକୃତି ସମ୍ପନ୍ନ ମଣିଷ ଯେଉଁମାନେ, ସେମାନେ ସେମାନଙ୍କର ଅନ୍ତରର ଅବାଧ ଗତିରେ ହିଁ ଭଗବାନଙ୍କୁ ଖୋଜନ୍ତି, ଝୁରନ୍ତି ଆଉ ଭଗବତ ପଥରେ ଚାଲନ୍ତି। ତା ଫଳରେ ସବୁ ପ୍ରତିକୂଳତାକୁ ଜୟ କରି ସେମାନେ ସୁଖୀ ଓ ସାର୍ଥକ ହୁଅନ୍ତି। ସେମାନେ ମଧ୍ୟ ଭଗବାନଙ୍କୁ ଉପଭୋଗ କରନ୍ତି, ଆଉ ଭଗବାନ ମଧ୍ୟ ସେମାନଙ୍କୁ ଉପଭୋଗ କରନ୍ତି। ସେଇଥିପାଇଁ ପରା କୁହାଯାଇଛି, ସ୍ୱୟଂ ଭଗବାନ ଭକ୍ତ ହୋଇଯାଆନ୍ତି ତ କେତେବେଳେ ଭକ୍ତଙ୍କୁ ତାଙ୍କ ଆସନରେ ବସେଇ ଦିଅନ୍ତି। ପୁଣି ଅହଙ୍କାର ବଶତଃ ଯେଉଁମାନେ ଭଗବାନ ଓ ଭାଗବତ ବିଧିର ଅବାଧ ହୋଇ ପ୍ରବୃତ୍ତିର ଦାସ ହୋଇ ଚାଲନ୍ତି, ସେମାନଙ୍କର ଏହି ସାତନ ସେବା ମଧ୍ୟ କେବେ ହେଲେ ନିଷ୍ଫଳ ହୁଏ ନା। ସେମାନେ ମଧ୍ୟ ସେମାନଙ୍କର ପ୍ରାପ୍ୟ ଫଳ କଡ଼ା ଗଣ୍ଡା କରି ହିସାବ କରି ପାଆନ୍ତି। ସତ ଓ ସତ୍ୟର ସଙ୍ଗେ ସହାବସ୍ଥାନ କରିବା ବା ସାଧୁସଙ୍ଗ କରିବା ହିଁ ଜୀବନର ପ୍ରକୃତ ତପସ୍ୟା, ଜୀବନର ପ୍ରକୃତ ଉଦ୍ଦେଶ୍ୟ। ଜୀବନ କ'ଣ? ଜୀବନର ଅର୍ଥ କ'ଣ? ଏହି ସବୁ ପ୍ରଶ୍ନର ସମାଧାନ ହେଲେ ଯାଇ ମଣିଷ ଜୀବନର ତପସ୍ୟା ସାର୍ଥକ ହୋଇ ଉଠିବ। ଆମମାନଙ୍କୁ ସାତ୍ୱତ ଚଳନରେ ଚଳିବାକୁ ହେବ। ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର କୁହନ୍ତି, ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ସତନାମ ମନନ କରି ଏବଂ ଆଚାର୍ଯ୍ୟଙ୍କୁ ଅନୁସରଣ କରି ତାରି ମାଧ୍ୟମରେ ମଣିଷର ସବୁ ସମସ୍ୟାର ସମାଧାନ ହୋଇପାରିବ। ମାନବ ଜୀବନର ଏଇ ତ ପ୍ରକୃତ ତପସ୍ୟା। ଆମେମାନେ ସବୁ ବୃତ୍ତି ପ୍ରବୃତ୍ତି ଦ୍ୱାରା ଅଭିଭୂତ, ମନମୁଖୀ ଅବ୍ୟବସ୍ଥ ଚଳନରେ ଅଭ୍ୟସ୍ତ। ନିଜର ମୁଖେ ନିଜର ଖ୍ୟାତି, ଯିଏ ହିଁ କରେ ବେଶୀ ଯେତେ, ଚରିତ୍ରଟାର ଭାବ ବିବୁଝ, ସେଇ ବ୍ୟକ୍ତି ତୋରେ ବେଶୀ ସେତେ। ଏହି ଅଭିଭୂତ ଭାବ ବା ଅବ୍ୟବସ୍ଥ ଚଳନ ତ୍ୟାଗ ନ କଲେ ତପସ୍ୟା ଯୁକ୍ତ ହୋଇପାରିବାନି, କି ଯୁକ୍ତ ହୋଇପାରିବାନି, କି ଈଶ୍ୱର ଯୁକ୍ତ ହୋଇପାରିବାନି। ଏଥିପାଇଁ ବୃତ୍ତିମୁଖୀ ମଣିଷକୁ ପ୍ରବୃତ୍ତିମୁକ୍ତ କରିବା ପାଇଁ ସେଇ ଏକମାତ୍ର ସଦ୍ଗୁରୁଙ୍କର ଶରଣାପନ୍ନ ହେବାକୁ ହେବ। ଶ୍ରୀ ଶ୍ରୀ ଠାକୁର କାମିନୀ କାଞ୍ଚନ ତ୍ୟାଗ କରିବାକୁ କହିନାହାନ୍ତି। କାମିନୀ କାଞ୍ଚନକୁ ଜୀବନର ପ୍ରୟୋଜନରେ ବ୍ୟବହାର କରିବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଳନ କରିବାକୁ ହେଲେ ଇଷ୍ଟଙ୍କ ପ୍ରତି ସେତେଟା
ଟାଣ ଓ ଭଲ ପାଇବା ଏକାନ୍ତ ପ୍ରୟୋଜନ। ମଣିଷ ଜୀବନରେ ସମସ୍ୟା ରହିଛି, ରହିବ ହିଁ। ଶ୍ରୀ ଶ୍ରୀ ଠାକୁରଙ୍କର ଅନୁଶାସନ ବାଦ ହିଁ ମାର୍ଗଦର୍ଶନ କରାଏ ଏ ସବୁ ସମସ୍ୟାର ପ୍ରକୃତ ସମାଧାନ କରିବାରେ। ଅତଃ ତାଙ୍କୁ ଜୀବନରେ ଗ୍ରହଣ କରିବା ସହିତ ତାଙ୍କର ଅନୁଶାସନବାଦକୁ ନିଜ ଜୀବନର ପ୍ରତିଟି ପଦକ୍ଷେପରେ ସକାଳୁ ସଞ୍ଜ ଯାଏ ଆମର ଆଚାର ବ୍ୟବହାରରେ ବାସ୍ତବାୟିତ କରିବା ଦ୍ୱାରା ହିଁ ଆମେ ଜୀବନ ତପସ୍ୟାର ପ୍ରକୃତ ସ୍ୱରୂପ ଉପଲବ୍ଧି କରିପାରିବା। ଯିଏ ଆମମାନଙ୍କର ଜୀବନର ସର୍ବସ୍ୱ, ସେଇ ପରମ ଦୟାଲ, ପରମ ପ୍ରେମମୟ ଦୟାଲ ଆମ ଜୀବନ ଚଳନାରେ ସନ୍ତୁଷ୍ଟ ହୋଇପାରିଛନ୍ତି କି ନାହିଁ ତା ପ୍ରତି ମୁହୂର୍ତ୍ତରେ ଦେଖିବା ଆମମାନଙ୍କର ହେଉଛି ଏକ ତପସ୍ୟା। ନାମ ଜପ ଧ୍ୟାନ ମାଧ୍ୟମରେ ଠାକୁରତ୍ୱ ଜାଗିଲେ ବୁଝାଯିବ ଯେ ଆମମାନଙ୍କ ତପସ୍ୟା ସାର୍ଥକ ହୋଇଛି। ଆମେମାନେ ପରା ଜୀବକୋଟି ମଣିଷ, ଜୀବକୋଟି ମଣିଷରୁ ଈଶ୍ୱର କୋଟି ମଣିଷ ହେବାକୁ ହେଲେ ଏମିତି ତପସ୍ୟା ହିଁ ଅନୁସରଣ କରିବାକୁ ପଡ଼େ। ନିର୍ଜନରେ ତପସ୍ୟା କରିବାର କଥା ଶ୍ରୀ ଶ୍ରୀ ଠାକୁର କଦାପି ବି କହିନାହାନ୍ତି। ସେ କହିଛନ୍ତି ଘର ସଂସାର ମଧ୍ୟରେ ରହି ହିଁ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟନୀ ପାଳନ କରିବା ମାଧ୍ୟମରେ ହିଁ ନାମ ଜପ ଦ୍ୱାରା ଏହିପରି ସାଧନା କରିବା ଦେଇ ହିଁ ପ୍ରକୃତ ତପସ୍ୟା ନିରତ ହୋଇପାରିବ। ତେବେ ଯାଇ ଏହି ଜୀବକୋଟି ଦୁର୍ଲଭ ମଣିଷରୁ ଈଶ୍ୱର କୋଟି ମଣିଷରେ ଉନ୍ନତ ହୋଇପାରିବ। ଠାକୁରଙ୍କ ନିର୍ଦ୍ଦେଶକୁ ଜୀବନରେ ପାଳନ କରିବା, କହିବା ଓ ଚଳନରେ ଆପଣେଇ ନେବା ଦ୍ୱାରା ଆମେମାନେ ତାଙ୍କର ପ୍ରିୟ ହୋଇ ଉଠିବା। ଏହା ହିଁ ଜୀବନର ପ୍ରକୃତ ସ୍ୱରୂପ କହିଲେ ଚଳେ। ଏମିତି ହିଁ ଥରେ ଠାକୁର କହୁଥିଲେ ଯେ ଈଶ୍ୱରଙ୍କ ଭଜନ କଲେ କେବଳ ଭାବ ଶୁଦ୍ଧି ହୋଇଥାଏ, ହୃଦୟ ଶୁଦ୍ଧ ହୋଇଥାଏ, କିନ୍ତୁ ଗୁରୁଦେବଙ୍କର ଭଜନ କୀର୍ତ୍ତନ କରିବା ଦ୍ୱାରା ଆମର କ୍ରିୟା ଓ ଜ୍ଞାନ ଉଭୟ ଶୁଦ୍ଧ ହୋଇଥାଏ। ଗୁରୁଦେବଙ୍କର ଚିନ୍ତନ କରିବା ମଧ୍ୟ ଏକ ପ୍ରକାର ଗୁରୁଦେବଙ୍କର ଭଜନ ଅଟେ। ଯେଉଁ କର୍ମ କଲେ ଗୁରୁଦେବ ପ୍ରସନ୍ନ ହୁଅନ୍ତି, ଖୁସି ହୁଅନ୍ତି, ସେ ସବୁ ପ୍ରକାର କର୍ମ ଭଜନ ହୋଇଥାଏ। ତେବେ ତୁମେ କିପରି କର୍ମ କରୁଛ, ଭଲ କର୍ମ ବା ମନ୍ଦ କିଛି ଯାଏ ଆସେ ନାହିଁ। ଅସଲ କଥା ହେଲା ତୁମର କାର୍ଯ୍ୟ ପଛରେ କେଉଁ ଭାବ ନିହିତ ଅଛି ତାହାର ମହତ୍ତ୍ୱ ଅଧିକ। ଯେପରି ମା ସନ୍ତାନକୁ ଲାଳନ ପାଳନ ଦେଇ କେତେବେଳେ କଟୁ ଔଷଧ ପିଆଇ ଦିଏ ତ କେତେବେଳେ ମିଠା ଖୁଆଇ ଦିଏ, କିନ୍ତୁ ଉଭୟ କ୍ଷେତ୍ରରେ ତାର ଭାବ କେବଳ ସନ୍ତାନର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଟେ। ଠିକ୍ ସେମିତି ଆମର ସମସ୍ତ କର୍ମ ଜୀବନ ଦେଇ ଗୁରୁଦେବ ଶ୍ରୀ ଶ୍ରୀ ଠାକୁର କିପରି ଖୁସି ହେବେ ତା ଦେଇ ଗୁରୁଦେବଙ୍କଠାରେ ଶ୍ରଦ୍ଧା ଅଗାଧ ହେବା ଉଚିତ। ଗୁରୁଦେବ ଆମମାନଙ୍କର ଭିତରେ କେଉଁଥିରେ ଅଭାବ ଅଛି ଅବଗତ କରାଇ ଦେଇ ସେହି ତ୍ରୁଟିକୁ ସୁଧାରି ଦେବେ। ଆମେ ମୂର୍ତ୍ତି ପୂଜା କରୁ କି ଫଟୋ ପୂଜା କରୁ, ତା ଦ୍ୱାରା ଆମର ଏକ ହିଁ ଲକ୍ଷ୍ୟ ହେବା କଥା ଯେ କିପରି ଆମର ଭାବ ଶୁଦ୍ଧି ହେବ, କିପରି ଶ୍ରୀ ଠାକୁରଙ୍କର ସେହି ସ୍ୱପ୍ନ ପୂରଣ ହେବ। କିନ୍ତୁ ଆମର କ୍ରିୟା ଏବଂ ଜ୍ଞାନର ଶୁଦ୍ଧି ନିମନ୍ତେ, ଅନୁଭୂତି ନିମନ୍ତେ କ'ଣ କରିବା ଆବଶ୍ୟକ ଆପଣମାନେ ବିଚାର କରି ଦେଖନ୍ତୁ। ପରମ ଦୟାଲ ଶ୍ରୀ ଠାକୁର କହୁଛନ୍ତି, ଇଷ୍ଟ ଗୁରୁ ପୁରୁଷୋତ୍ତମ ପ୍ରତୀକ ଗୁରୁ ବଂଶଧର ରେତ ଶରୀରେ ସୁପ୍ତ ଥାଇ ଜୀବନ୍ତ ସେ ନିରନ୍ତର। ଇଷ୍ଟଗୁରୁ ପୁରୁଷୋତ୍ତମ ପ୍ରତୀକ ଗୁରୁ ବଂଶଧର ରେତ ଶରୀରେ ସୁପ୍ତ ଥାଇ ଜୀବନ୍ତ ସେ ନିରନ୍ତର। ସେ ଏବେ ବି ଆମମାନଙ୍କ ମଧ୍ୟରେ ଅଛନ୍ତି। ଏମିତି ହିଁ ମହାପୁରୁଷଙ୍କ ସାନ୍ନିଧ୍ୟରେ ମଣିଷ ନିତ୍ୟ ନୂତନ ପ୍ରେରଣା ପାଉଥାଏ। ସେହି ପ୍ରେରଣା ଅନୁଯାୟୀ ଯେଉଁମାନେ ଚାଲନ୍ତି
ଓ କରନ୍ତି ମାନନ୍ତି ସେମାନଙ୍କ ଭିତରେ ଶକ୍ତି ବି ଧୀରେ ଧୀରେ ଉଦ୍ବୁଦ୍ଧ ହୋଇ ଉଠେ। ପ୍ରତ୍ୟେକଙ୍କ ଭିତରେ ପରମ ପିତା ଅଫୁରନ୍ତ ଶକ୍ତି ଦେଇଛନ୍ତି। ଯେତେ ହିଁ ତାର ସଦ୍ବ୍ୟବହାର କରାଯାଏ ତେତେ ହିଁ ତାର ଆହୁରି ଜାଗ୍ରତ ହୋଇ ଉଠେ। ଏଇଭଳି ଭାବେ ମଣିଷ ଅସାଧ୍ୟ ସାଧନ କରେ, କିନ୍ତୁ ପ୍ରଧାନ ଜିନିଷ ହେଲା ତାଙ୍କ ପ୍ରତି ଗୋଟେ ଦୁର୍ନିବାର ଟାଣ। ସେଇ ଟାଣ ଥରେ ଆମ ଭିତରେ ଗଜାଇଲେ ତାର ପରିପନ୍ଥୀ କୌଣସିଟାକୁ ପ୍ରଶ୍ରୟ ଦେବାକୁ ଇଚ୍ଛା କରେ ନା, ବରଂ ସବୁ ଟାଣକୁ ଉପେକ୍ଷା ଓ ଅତିକ୍ରମ କରି ଆହୁରି ତୀବ୍ର ସମ୍ବେଗରେ ଇସ୍ପିତ ପଥରେ ଆଗେଇ ଯିବାର ଇଚ୍ଛା ପ୍ରବଳ ହୁଏ। ତେଣୁ ବାଧା ଆସିଲେ ବିଭ୍ରାନ୍ତ ନ ହୋଇ ସାଧନାର ପଥରେ ଆହୁରି ଜ୍ୱଳନ୍ତ ହୋଇ ଉଠେ। ଯାହାଙ୍କ ପ୍ରେରଣାରେ, ଯାହାଙ୍କ ପ୍ରତି ଟାଣରେ, ଯାହାଙ୍କ ପ୍ରତିଟି କୃପାରେ ମଣିଷର ଚଳନ ଏପରି ଦୁର୍ବାର ହୋଇ ଉଠେ, ମଣିଷ ମନେ କରେ ସେ ହିଁ ଶକ୍ତିମାନ, ଆଉ ସେହି ଶକ୍ତି ସଞ୍ଚାର କରି ଦେଉଛନ୍ତି ସେ। ହଁ ବନ୍ଧୁଗଣ, ଆଜିର ଏଇ ପ୍ରସଙ୍ଗ ଯଦି ଆପଣଙ୍କ ହୃଦୟକୁ ଛୁଇଁଗଲା, ଏକ ଜୟଗୁରୁ ଲେଖି କମେଣ୍ଟସରେ ଜଣାଇ ଦିଅନ୍ତୁ। ଆମେ ଜାଣିପାରିବୁ ଆପଣ ଆମ ସହିତ ଅଛନ୍ତି। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାଇବାକୁ ବି ଭୁଲନ୍ତୁନି। ତେବେ ଆସନ୍ତୁ, ଆଜିର ବିଷୟବସ୍ତୁରେ ଏଇଠି ରହିବା। କାଲି ପୁଣି ଆଉ ଗୋଟିଏ ଏଇଭଳି ଅତି ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟଗୁରୁ, ବନ୍ଦେ ପୁରୁଷୋତ୍ତମମ୍।